नमस्कार। सुप्रभात। जय आस। जय श्री बहुत बहुत धन्यवाद समस्त को जो माने भी प्रॉपर टाइम रे आसीचंती तो आप मन टाइम रो महत्व भी बुझिचंती। बहुत बहुत धन्यवाद। आज गोटे बहुत बड़ मकसद रे हम माने गोटे बहुत बड़ मकसद को पूरण करने ପାଇଁ ଆମେ ମାନେ ସମସ୍ତେ ଆସିଛେ। ଆଉ ତା ଦ୍ୱାରା ପୁରା ସମ୍ପୂର୍ଣ୍ଣ ଭାରତ ବର୍ଷରେ ରୋଗମୁକ୍ତ ହେଇପାରିବ। ये କାମ ଗୋଟେ ବହୁତ ବଡ଼ କ୍ରାନ୍ତି ସୃଷ୍ଟି କରିଦେଇ ପାରିବ, ଯୋଉଟା କି ଆଜି ପୁରା ଦୁନିଆ ଆ, କୌଣସି କଣ୍ଟ୍ରି ଯେମିତି କି ସାର୍ ଆଜି କହିଲେ ଗୁରୁକୁଳରେ, ଯେ କୌଣସି କଣ୍ଟ୍ରି ବି ଚିନ୍ତା କରୁନି, ଯେ କଣ୍ଟ୍ରିର ଲୋକମାନେ ଚିନ୍ତା କରୁନାହାନ୍ତି ଯେ କେମିତି ରୋଗମୁକ୍ତ ହେଇପାରିବେ। ରୋଗ ହେଲେ କେମିତି ତାର ଟ୍ରିଟମେଣ୍ଟ କରାହବ, ତା ଦ୍ୱାରା କେମିତି ଇନକମ୍ କରାଯିବ, ସେ ବିଷୟରେ ସମସ୍ତଙ୍କର ଚିନ୍ତା। ତ ଆମେ ବହୁତ ସାରା ଜାଗାରେ ଆପଣ ଦେଖୁଥିବେ ହେଲ୍ଥ କ୍ୟାମ୍ପ ସବୁ ହଉଥିବ। ତ ହେଲ୍ଥ କ୍ୟାମ୍ପରେ ସେମାନେ ସେଭଳି ଲୋକମାନଙ୍କୁ ଇନଭାଇଟ୍ କରୁଥିବେ ଯେ ଯୋଉମାନେ କି ତାଙ୍କର ପରବର୍ତ୍ତୀ ମୁହୂର୍ତ୍ତରେ ବହୁତ ବଡ଼ ମକସଦ, ତାଙ୍କର କିଛି ବେନିଫିଟ୍ ଥିବ, ତ ସେଥିଲାଗି ସେମାନେ ହେଲ୍ଥ କ୍ୟାମ୍ପ କରୁଛନ୍ତି। ଯେମିତିକି ଆଇ କ୍ୟାମ୍ପ ଯଦି ଆମେ କରୁଛେ, ତ ଆଇ କ୍ୟାମ୍ପ କରିସାରିବା ପରେ ସେମାନେ ତାଙ୍କର ହସ୍ପିଟାଲ କୁ ଇନଭାଇଟ୍ କରିକି ତା ଦେହରେ ଏ ଟେଷ୍ଟ କର, ସେ ଟେଷ୍ଟ କର, ଏମିତି ସବୁ କରୁଛି। କିନ୍ତୁ ଏଠି ଆମେ ଏଭଳି ପ୍ରକାରର ଗୋଟେ ପରାମର୍ଶ ଦଉଛେ ଯୋଉଥିରେ କି ଲୋକମାନେ କେମିତି ସୁସ୍ଥ ରହିପାରିବେ, ତାଙ୍କ ପରିବାର କେମିତି ସୁସ୍ଥ ରହିପାରିବ, ମେଡିକାଲ କେମିତି ନ ଯିବ, ତା ପ୍ରକାରର ଗୋଟେ ବହୁତ ବଡ଼ ଆକାରରେ କାର୍ଯ୍ୟକ୍ରମ ଚାଲିଛି। ତ ଯାହା ହଉ ଆମେ ତା ଉପରେ ବହୁତ କିଛି ବି କରୁଛେ। ଆ, ଆଉ ଯେତିକି ବି ନ କରିପାରୁଛେ ତାକୁ ନିଜେ ବି ଆମେ ଚିନ୍ତା କରିକି ତା ଉପରେ ଆମେ କାମ କରିବା। ଓକେ, ଷ୍ଟାର୍ଟ କରିବା। ଆର୍ଥିକ ପାଉଣ୍ଡରୁ ଷ୍ଟାର୍ଟ କରିବା। ଆଜି ଗୁରୁକୁଳରେ କଣ ଆମେ ଶିଖିଲେ, ତ ତା ଉପରେ ଆମେ ଆଲୋଚନା କରିବା। ଜୟ ଶ୍ରୀ ଆଜି ଗୁରୁକୁଲ ଆମେ ପ୍ରଥମ ଶିଖିଲେ ଯେ ଗୁରୁଜୀ କହିଲେ ନିଜର ନଲେଜ ନଥିଲେ ଏଇ ଯୋଉ 100 କ୍ଲବ କରିବାକୁ ଆମେ ଯୋଉ ଲୋକଙ୍କ ପାଖକୁ ଯିବା, ଆମ ନିଜର ଯଦି ନଲେଜ ନଥିବ ସେ ଡାଇବେଟିସ କେତେ ରହିଲେ ଲୋକଙ୍କର ହାଇ ବିପି ହାଇ ଡାଇବେଟିସ ହବ। ମାନେ 100 ସେ ନିଚେ ଯଦି ରହିଲା, ସେ କହୁଛନ୍ତି 100ରୁ ଯଦି ତଳକୁ ରହିଲା ତାହେଲେ ସେଇଟା ହେଲା ଇଏ ନର୍ମାଲ। ଯଦି 100 ଉପରେ ରହିଲା ସେଟା ହାଇ ଡାଇବେଟିସ୍ ବୋଲିକି କୁହାହବ। ସେ କହିଛନ୍ତି ଯେ ପୁଣି କହିଲା ଏଇ ସବୁ ନଲେଜ ନଥିଲେ ବିପି ବିପି ସେମିତି 120 ଯଦି ଉପରେ ରହିଲା, ତଳେ ଯଦି ରହିଲା 80, ଯଦି ଉପରେ 120 ରହିଲା ସେଟା ହାଇ ବିପିରେ ଗଣା ହବ, ଯଦି 80 ରହିଲା ସେଟା लो ବିପିରେ ଗଣା ହବ। ଆମର ଯଦି ଏଇ ନଲେଜ ନଥିବ, ଆମେ ଖାଲି ଲୋକଙ୍କ ପାଖକୁ ଯିବା କିଛି ଜାଣିନଥିବ। ଭଲ କଥା କହିଲେ ସେଇଆ। ସେ କହିଲେ ସେ କହିଲେ ନିଜର ଆତ୍ମଚିନ୍ତନକୁ ଆଗେ ଆମେ ଇଏ କରିବା, ଇମ୍ପ୍ରୁଭ କରିବା। ନିଜେ ଆତ୍ମଚିନ୍ତନ ଆମେ ଆ ଭିତରେ ନଲେଜ ନବା। ଏସବୁ ନଲେଜ ନଥିଲେ, ସେ ପ୍ରଥମ କଥା ହେଲା ଏକରେ ହେଲା ସଲ୍ୟୁସନ ଆମକୁ ଦେଲେ ମାନେ ଗୁଡ ସ୍ଲିପ କରିବାକୁ, ଇମୋସନାଲ ୱେଲବିଂ, ଏକ୍ସରସାଇଜ, ଡାଏଟ ଆଉ ସପ୍ଲିମେଣ୍ଟ। ଆମେ କଣ ଶୋଇବା, ଶୋଇବା ଆମର ଯେମିତି ସ୍ଲିପ ନିଦଟା ଭଲ ହବ, ନିହାତି ମିନିମମ୍ 5-6 ଘଣ୍ଟା ଆମେ ଶୋଇବା। ତାପରେ ସମସ୍ତଙ୍କୁ ଦେଖିଲେ ସେ କହୁଛନ୍ତି ଗୋଟେ ଲୋକ ଯଦି ସବୁବେଳେ ହସମୁଖ ରହିବ, ସବୁବେଳେ ହସନା ଚାହିଏ, ସେ କହୁଛନ୍ତି ନ ହସିଲେ ମାନେ ସେ କହୁଛନ୍ତି ମାନେ ତା ଦେହରେ ବି ଡିଜିଜ କିଓର ହଉଛି ବୋଲି କହୁଛନ୍ତି। ତେଣୁ ଯଦି ହସିଲା ଆଉ ଏଇ ଯୋଉ ଆମେ ଯଦି ମାନେ ଇଏ ରହିବା ସବୁବେଳେ ମାନେ ଚିନ୍ତା କରିକି ରହିବା, ସେଇଟାରେ ଆମର ବିପି ଟା ବଢିବ। ସେ କହିଲେ ସେଇଆ। ତାପରେ ଆମେ ଯାହାକୁ ମଧୁସୂଦନ ଦାସ ଦବା, ଗାମା ଓରାଜିନାଲ ଦବା, ତାଙ୍କୁ ଆମେ ଦେଖିବା ତାଙ୍କର କେତେ କଣ ଅଛି, ମାନେ ଡାଇବେଟିସ କେତେ ଅଛି, ଏସବୁ ରିପୋର୍ଟ ଦେଖିବା। ଦେଖିକି ତାଙ୍କୁ ଦିନକୁ ମାନେ ଯାହାର ବେଶୀ ଅଛି ତାକୁ 2ଟା ସକାଳେ ଦବା, ପୁଣି 2ଟା ରାତିରେ ଦବା। ସେ କହୁଛନ୍ତି ଥାଇରଏଡ ସେମିତି। ସେ କହିଲେ ଥାଇରଏଡ ଯାହାର ଅଛି ଅଧିକା, ତାକୁ ପର ଡେ ଆମେ 4ଟା ଟାବଲେଟ ଇଏ କରିବା, ଯେ ସକାଳେ 2ଟା
ଇଭିନିଂ ରେ 2ଟା। ତା ସାଙ୍ଗରେ ଓମେଗା 3 ଦବା ହାର୍ଟ ହେଲ୍ଥ ପାଇଁକା। ଏଇ ସବୁ ମୁଁ ଲେଖିଲି, ମୁଁ ଟିକେ ପଛରେ ଆସିବ। ତେଣୁ ନଲେଜ ନଥିଲେ ଆମେ ଯାଇକି ଲୋକଙ୍କ ପାଖକୁ ମାନେ ନିଜକୁ ଇଏ କରିପାରିବାନି, ଖରାପ ଲାଗିବ। ସିଏ ଆମକୁ କୋଶ୍ଚିନ୍ ପଚାରିଦେବେ, ଆମେ ପୂର୍ବନି। ନା ଠିକ କଥା କହିଲେନି ଆଉ କଣ? ଠିକ କଥା। ଆମେ ବହୁତ ଖାଇବା ବଢିଆ। ସାଙ୍ଗରେ ଆମେ ଯେତେବେଳେ ଖାଇବା, ଯାହାର ବିପି ଅଛି ତାକୁ ଲୁଣ କମ କରିବାକୁ କହିବା, ତାପରେ ସବୁବେଳେ ଖୁସି ରହିବାକୁ କହିବା, ତାପରେ ପୋଟାସିୟମ ରିଚ୍ ଫୁଡ କେମିତି, ତାକୁ ରାତି ପାଳଙ୍ଗ, ଖଟା ଜିନିଷ ଏସବୁ ଖାଇବାକୁ କହିଛନ୍ତି। ତା ସାଙ୍ଗେ ତମେ ଗାମା ଅରିଜିନାଲ ଦବ, ମଲ୍ଟିପୁଜ। ହଁ, ଏଇ ସବୁ କଲେ ଆମର ଯୋଉ ବିଭିନ୍ନ ପ୍ରକାର ରୋଗ ଅଛି ସେଟା ଟିକେ କମ ଦେଖିଛନ୍ତି। ଏତିକି ସବୁ ମୁଁ ଆଜି ଶୁଣିଛି, ସବୁ ଲେଖିଛି। ଓକେ, ବହୁତ ବଢିଆ। ଆମେ ବାରମ୍ବାର ଶୁଣିବା ଦ୍ୱାରା ଏଇ ସବୁ କାମ ହେଇପାରିବ, ମାନେ ଆମେ ବହୁତ ଭଲ ନଲେଜ ବି ନେଇପାରିବା। ସିଟ୍ସ ଉପରେ ଆମର କଣ କରିବା ଦରକାର ହଁ, ଗୁରୁକୁଳରେ? ସିଟ୍ସ ଉପରେ ବି କହିଲେ। ସିଟ୍ସ ଉପରେ ଆମେ ନଲେଜ ଟା ନ ନେଲେ ଆଉ ଆମେ ଲୋକଙ୍କୁ କଣ ବୁଝେଇବା ବୋଲି। ସେ ସିଟ୍ସ ର ସେ ବହିଟା ସତ ମଗେଇ ହବ କି ପୁଣି? ଆପଣ ଯୋଉ ବହିଟା ହଁ ହଁ, ମଗେଇ ହବ। ଟିକେ ମଗେଇ ଦିଅନ୍ତୁ। ବୀଣା ବାପା କହିଛନ୍ତି ଆମର, ଆମେ 3-4ଟା ବହି ଆମର ଟିକେ ମଗେଇ ଦିଅନ୍ତୁ। ହଁ, କେତେଟା କହିଲେ ତାକୁ ମାନେ ପେମେଣ୍ଟ ତା ଦେହରେ କରିଦେଲେ। ବହୁତ ବଢିଆ ଲେଖା ହେଇଛି। ମୁଁ ସେଦିନ ଗୋଟିଏ ଦିନ ଦେଖିଲି, ତା ଦେହରେ ବହୁତ ନଲେଜ ଆମେ ନେଇପାରିବା, ଯୋଉଟା କି ଲୋକଙ୍କୁ କହିପାରିବା। ହଁ, କେତେ ଜଣଙ୍କ ଦରକାର ତାଙ୍କ ପେମେଣ୍ଟ କଲେକ୍ସନ କରିଦେଲେ ଏକାଥରେ ହଁ ମଗେଇଦବା। ହଁ ତ ସିଟ୍ସ ଉପରେ ଗୁରୁକୁଳରେ ଅଲରେଡି ଆମର ମନୀଷା ମ୍ୟାଡାମ ବି ଡିସ୍କସନ କରିଛନ୍ତି। ତାକୁ ବି ଯଦି ଆମେ ଟିକେ ଭଲ ଭାବରେ ଦେଖିଦବା ତା ହଁ ହଁ, ଦେହରେ ସେଇଟା ବି ୟୁଟ୍ୟୁବରେ ମନେ ଦେଖିଲି। ପଡିଯିବ, ଆମର ମନେ ପଡିଯିବ। ଓକେ, ବହୁତ ବଢିଆ କଥା। ଯାହା ହଉ ଆପଣ ବହୁତ ଭଲ ଶିଖୁଛନ୍ତି। କାର୍ତ୍ତିକ ବାବୁ କଣ ଶିଖିଲେ କୁହନ୍ତୁ? ଅନମ୍ୟୁଟ କରି କୁହନ୍ତୁ। ସାର୍ ନମସ୍କାର, ଜୟ ଶ୍ୟାମ। ସାର୍ ମୁଁ ଏବେ ଆଟେଣ୍ଡ କଲି, ମୁଁ ଦେଖିନି। ଆଚ୍ଛା ଆଚ୍ଛା, ଓକେ, ଥ୍ୟାଙ୍କ ୟୁ। ଆଜ୍ଞା ସାହୁ ଭାଇ ଆଜ୍ଞା କୁହନ୍ତୁ। ଶୁଣନ୍ତୁ ସାହୁ ଭାଇ କଣ କହୁଛନ୍ତି, ଶୁଣନ୍ତୁ। ଆଜ୍ଞା ଆଜି ସାର୍। ଆଜି ଯାହା ଆମେ ନଲେଜ ନେଲେ, ଗାମା ଅରିଜିନାଲ ଆଉ ଭେଜ ଓମେଗା କାହିଁକି ଖାଇବା ଉଚିତ, ବ୍ଲଡ ପ୍ରେସର ହାର୍ଟ କୁ ଠିକ ରଖିବା ପାଇଁ, ଥାଇରଏଡ କୁ ଠିକ ରଖିବା ପାଇଁ ଗାମା ଆଉ ଭେଜ ଓମେଗା ନିହାତି ଆବଶ୍ୟକ। ତା ସହିତ ବିଭିନ୍ନ ପ୍ରକାର ପ୍ରଶ୍ନ ଆସିଛି, କିନ୍ତୁ ସିଡ୍ସ ଉପରେ ଅତି ଗୁରୁତ୍ୱପୂର୍ଣ୍ଣ କହିଛନ୍ତି ଯେ ସିଡ୍ସ ନିହାତି ଆମ ପାଇଁ ଆବଶ୍ୟକ ରହିଛି। ତେଣୁ ସିଡ୍ସକୁ ୟୁଟିଲାଇଜ କରିବା। ତା ସହିତ ଆମେ ଯାହାର ବ୍ଲଡ ପ୍ରେସର ଅଧିକା ଅଛି, ତାର ଲୁଣ ଖାଇବା କମ, ତା ସହିତ ଗାମା ଖାଇବା ନିହାତି ଦରକାର। କେତେ ଯଦି ଅଧିକ ଥିବ, 120ରୁ ଅଧିକା, 80ରୁ କମ ଥିବ, ତାହେଲେ ଇଏ ଲୋ ଆଉ ହାଇ। ଏ ହାଇ ଯଦି 120ରୁ ଅଧିକା ହେଲା, ହାଇ ହାଇ ପାଇଁ ଆମେ 2-4ଟା ଖାଇବା ନିହାତି ଦରକାର। ଯାହାଫଳରେ କି ଆମକୁ ବ୍ଲଡ ପ୍ରେସର ଦ୍ୱାରା ଯୋଉ ରୋଗ ଆଉ ଅଧିକ ରୋଗ ମାଡ଼ି ବସେ, ତାକୁ ଆଉ ମାଡ଼ି ବସିବ ନାହିଁ। ଦ୍ୱିତୀୟତଃ, ତା ସହିତ ଭେଜ ଓମେଗା ଖାଇଲେ କଣ ହବ ନା, ହାର୍ଟ ହେଲ୍ଥ ଠିକ ରଖେଇବ। ସେମିତି ଯାହାର ଡାଇବେଟିସ୍ ଅଛି, ସେ ମଧୁଶ୍ୟାମ ସହିତ ଗାମା ଖାଇବା ଦରକାର। ମଧୁଶ୍ୟାମ 2 ଥର ଆଉ ଗାମା ସକାଳେ 2, ରାତିରେ 2 ଖାଇବା ଦରକାର। ଯଦି ଅଧିକ ଅଛି, 140ରୁ ଅଧିକା ହେଲେ ପ୍ରି ଡାଇବେଟିସ୍, 200 ଭିତରେ ହେଲେ ସିଏ କଣ କରିବା ଦରକାର, ମିନିମମ୍ 2ଟା ଖାଇବା, ଅତି କମରେ 2ଟା ଖାଇବା ଦରକାର। ଆଉ ଯଦି 2 ଜାଗାରେ 4 ଖାଇଲେ, ତାହେଲେ ଶୀଘ୍ର ରିକଭର ହେବ। ଆଉ ଯାହାର 200ରୁ ଅଧିକ, ବହୁତ ଅଧିକ ଅଛି, ସେମାନେ 2-4ଟା ଖାଇବା ନିହାତି ଦରକାର। ତେଣୁ ସେଥିପାଇଁ ଆମକୁ ତା ସହିତ ଆମେ ଖାଇବା କଣ, ଭେଜ ଓମେଗା। ଭେଜ ଓମେଗାର ଉପକାରିତା ବହୁତ ବଡ଼, ହାର୍ଟ ପାଇଁ ବହୁତ ବଢିଆ। ତେଣୁ ଭେଜ ଓମେଗା ଆଉ କୋଲେଷ୍ଟ୍ରଲକୁ ମଧ୍ୟ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ। ତେଣୁ ସେଥିପାଇଁ ଆମକୁ ଆଜି ଯୋଉ ଟ୍ରେନିଂରେ କୁହାଗଲା ଯେ ବହୁତ ଭଲ, ପ୍ରତ୍ୟେକ ପ୍ରଶ୍ନର ଆଲୋଚନା ହଉଛି ଥାଇରଏଡ ହେଲେ କଣ କରିବା ଦରକାର। ଯଦି ଥାଇରଏଡ ଅଧିକ ଅଛି, ତାହେଲେ ଆମେ 2 ଜାଗାରେ 4 ଖାଇବା ଦରକାର, ଥାଇରଏଡକୁ ନର୍ମାଲ କରିବା ପାଇଁ। ତାପରେ ଆମେ ଡକ୍ଟର କନସଲ୍ଟ ନେଇପାରିବା। ତେଣୁ ସେଥିପାଇଁ ଥାଇରଏଡ ପାଇଁ ମିନିମମ୍ 2 ଜାଗାରେ 4 ଖାଇବା ନିହାତି ଦରକାର। ତେଣୁ ଆମେ ଯଦି ଆପରେ ନଲେଜ ନବା, ତାହେଲେ ଆମେ ବହୁତ ବଢିଆ କାମ କରିପାରିବା। ସେଥିପାଇଁ ଯୋଉ କ୍ଲାସ ହଉଛି, ଆଜିର ଭିଡିଓଟାକୁ ଭଲ ଭାବରେ ଦେଖିବା ଦରକାର।
आउ यूटिलाइज करिया दरकार कारण वर्तमान तो हमर एटी साउंड आसीगला माइक आसीगला जाफल कि वर्तमान डिस्टर्ब हो मु साउंड बंद करूची ओवर टू शतपति बाबू। ओके नानी कुहतु अनम्यूट करंतु। नानी का अनम्यूट हो पारनी बोधे। ओके ओके ठीक कथा। देखो केवल आमे जे आम न्यूट्रिशन को सेल करिवा से उद्देश्य रे आमे लोकंक पाखକୁ ଯିବା तो ये तो सही कथा हे गला जे जोटा कि दुनिया करूची आमे सही कथा को करतले आमे उद्देश्य रखी ଯିବା आम भावना एमती रखी जीव जे आमे रोगमुक्त लोकंको करिया को ଯିବା लोकंको केमती सुस्थ रहिबे तांग परिवार केमती भलरे रहइबो सेमाने केमती मेडिकल को न जाइकी एते जो प्रकार अपर्थन होची तो से कथा न करतु से होची उद्देश्य से सेवा मनोवृत्ति रे आमे जीवा निहाती दरकार। तो तापाई आमको सीड्स फॉर्मूला माने आमे केतिकी समय सोइबा 6 घंटा रु 8 घंटा आमे सोइबा इमोशनल वेलबीइंग आमे करिबा कि परिवार सहित मिसिबा मेडिटेशन करिबा निज माइंड को आमे सबुबेले निर्देश दबा जे आमे सुस्थ अच्छे आमे जदि सुस्थ माने निजको निजे आमे भाबिबा जारे मोर देह खराब हो गला मोर एमती हो गला सेमती हो गला खाली भाबिबा सेही कथा ताले आम शरीर भी से एक्सेप्ट करनब तो आम शरीर एक्सेप्ट करबनी केमती ना आमे यदि आमे माइंड को सबले ठीक रखिबा जे आमे सुस्थ अछु जार सुगार अछि से सबले चिंता करिवो जे तार केमती आ मोर सुगार नाही या माने नुहे जे से भाबिकी जो थे सुगार बढ़िबो से काम करिवो नहीं से कथा नुहे तो आमे जेमती कि थायराइड कथा थायराइड सहित आमे केवल जे गामा ऑरिजिनल कहले से हबनी नहीं ता सहित से माने कहउचंती जो पंपकिन र सीड्स को खाइबा जेमती कि काजू को खाइबा आ कौन कौन न खाइबा ता ऊपर भी कहउचंती तो ये सब जिनस को आमे टिके फॉलो करिकी निजे जदि प्रैक्टिस करिवा से हे जाई परिबो ता छडा एक्सरसाइज तो निहाती 40 मिनिट करिवा निहाती जरूरी तो सकाळे करी होनी तो संध्या बेले भी करिवा दिन भीतर केतेबेले भी आमे एक्सरसाइज आमे करिवा निहाती जरूरी ता सहित हमर डाइट को ठीक भाबरे रे आमे मैनेज करिवा दरकार। तो आम डाइट केमती आमे शुद्ध खाद्य खाइबा कम जोगुड़ा कि आम हानिकारक खाद्य आम शरीर ପାଇଁ अखाद्य आमे खाउचे तो ताकू न खाइकी जो भल जिनस को खाइबा तापरे भी ध्यान दबा आउ ता सहित सबटू लास्ट रे होची जे सप्लीमेंट सप्लीमेंट आमे खाइबा किंतु आमे कौन कहूचे केवल सप्लीमेंट को कहिकी बाकी गुड़ा सब गुड़ा भूली जाउचे तो ताकरे ये पूरा भारतवर्ष रोगमुक्त केमती हबो दुनिया तो जहाँ करछे आमे तो सेया करिया आमे चेंज करिया आमे ये ट्रेडिशन धीरे धीरे हाँ ये कथा प्रथमरु हबनी बारंबार 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 चेष्टा करने द्वारा जेमती बुंदे 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 पानी रे समुद्र सृष्टि हेची आमे भी करि परिया। सुकांत बाबू कहंतु कौन शिखिले आज गुरुकुल रे? ସାର୍ ନମସ୍କାର ସାର୍ ଜୟ ଆର୍ ସିଂ जय से ସାର୍ ଯୋଉ କଥା କହିଲେ ଆପଣ ପଜିଟିଭ ସବୁବେଳେ ମାଇଣ୍ଡ ରଖିବାକୁ ପଡିବ ଗୋଟେ ଜିନିଷ ଆମର ହେଇଛି ମାନେ ତାକୁ ବାରମ୍ବାର ସେଟା ଧ୍ୟାନ ରଖିଲେ ସେଟା ଆମ ମାଇଣ୍ଡ ଟା ଡିଷ୍ଟର୍ବ ହବ ତାକୁ ପଜିଟିଭ ଆଙ୍ଗେଲ ନେଲେ ଆମ ମାଇଣ୍ଡ ଟା ସବୁବେଳେ ଆମର ମାଇଣ୍ଡ ଟା ଯଦି 50% ଆମର ରୋଗକୁ ଆମର ଯଦି ପଜିଟିଭ ଆମର ହେଇଗଲା ସପୋଜ ଡାକ୍ତର ଆମକୁ ଯାଉଛି ତା ପାଖକୁ ମାନେ ବିଶ୍ୱାସ ଅଛି ସେ ଡକ୍ଟର ମତେ ଭଲ କରିଦବ ଯଦି ଆପଣ ବିଶ୍ୱାସ ହେଇଗଲା ଆପଣ ମେଡିସିନ 50% କାମ କଲେ ଆପଣ ମାଇଣ୍ଡ ଟା ଯୋଉ ପଜିଟିଭ ହେଲା ସେଟା ଆପଣ 50% କାମ କରିବ ସେଥିପାଇଁ ଆପଣ ସବୁବେଳେ ପଜିଟିଭ ରହିବା ଦରକାର। ତା ସହିତ ଆପଣଙ୍କର ଆଜି ମିଟିଂ ରେ କହିଲେ ଆମର ଖାଲି ସପ୍ଲିମେଣ୍ଟ ଖାଇଦେଲେ ମାନେ ଖାଲି ମେଡିସିନ ଖାଇଲେ ହବନି ତା ସହିତ ଆମକୁ ଯୋଗ ପ୍ରାଣାୟାମ ଦରକାର ତା ସହିତ ପଜିଟିଭ ଆମର ଥଟ ହବା ଦରକାର ତା ସହିତ ଦିନଚର୍ଯ୍ୟା ଆମର ଡାଏଟ କଣ୍ଟ୍ରୋଲ କରିବା ଦରକାର ତା ସହିତ ଆମର ଆମର ନିହାତି ଏକ୍ସରସାଇଜ କରିବା ଦରକାର ଏସବୁ ଜିନିଷ କଲେ ଧୀରେ 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 ଆମର ଡିଜିଜ ଟା ବଢିବନି ରିଭର୍ସ କରିବ ଧୀରେ ଧୀରେ ସେଥିପାଇଁ ଆମ ପ୍ରତିଦିନ ଆମକୁ ସେଟା କଣ୍ଟିନ୍ୟୁସ କରିବାକୁ ପଡିବ ଆଉ ଆମର 70% ଆମର ହଉଛି ନ୍ୟୁଟ୍ରିସନ 30% ଆମେ ଯଦି ଏକ୍ସରସାଇଜ କରିବା ଆମେ ପ୍ରାଣାୟାମ କରିବା ତାହେଲେ ଆମର 100% ଆମର ମେଡିସିନ ଆମର ୟୁଜ କରିବ ସେଥିପାଇଁ ପ୍ରତିଦିନ ଆମକୁ ପ୍ରାଣାୟାମ ଯୋଗ କରିବା ଦରକାର। ଥ୍ୟାଙ୍କ ୟୁ ସାର୍।
ओके, बहुत बढ़िया। ମୁଁ ଆପଣଙ୍କୁ ଗୋଟେ ଦିଟା ଏକ୍ଜାମ୍ପଲ ବି ଦଉଛି ଯେ ଆମର ବିଶ୍ୱାସ ଦ୍ୱାରା ଆମେ କେତେ ବଡ଼ କାମ କରିଦେଇ ପାରିବା। ଗୋଟେ ଆପଣଙ୍କୁ ଗୋଟେ ଷ୍ଟୋରି କହୁଛି ଯେ ଗୋଟେ ଥର ଜଣେ ଡକ୍ଟର ଆଉ ତାଙ୍କର ୱାଇଫ୍ ଫିଲ୍ମ ଦେଖିବାକୁ ଯାଇଥିଲେ। ହଲ୍ ଭିତରେ ବସିଛନ୍ତି, ଫିଲ୍ମଟି ବହୁତ ଭଲ ଲାଗୁଛି, ଡକ୍ଟରଙ୍କୁ ବହୁତ ଭଲ ଲାଗୁଛି, ସେ ବହୁତ ଇଣ୍ଟରେଷ୍ଟ ସହିତ ଦେଖୁଛନ୍ତି, କିନ୍ତୁ ତାଙ୍କ ୱାଇଫ୍କୁ ତାକୁ ଭଲ ଲାଗୁନି। ସେ କହିଲେ ମୋ ମୁଣ୍ଡ ବିନ୍ଧିଲାଣି। ତ ତାଙ୍କ ମୁଣ୍ଡ ଯେତେବେଳେ ବିନ୍ଧୁଛି ତ ସେ ସମୟରେ ସେ କଣ କରୁଛନ୍ତି, ଚିନ୍ତା କରୁଛନ୍ତି ଯେ ଆମେ ଏଇଠୁ କେମିତି ପଳେଇ ଯିବା। କିନ୍ତୁ ଡକ୍ଟର କଣ କଲେ ଯେ କଣ ଗୋଟେ କଲେ ତ ସିଏ ବସିକି ଦେଖିବେ। ତ ତାକୁ କଣ କଲେ, ପକେଟରୁ ଗୋଟେ କଣ ଗୋଟେ ବାହାର କରିକିରି ଦେଇଦେଲେ। ତାଙ୍କର ମୁଣ୍ଡ ବିନ୍ଧା ଭଲ ହେଇଗଲା। ତାପର ଦିନ ଦେଖିଲା ବେଳକୁ ତାଙ୍କ କୋଟରେ ସେ ବଟମଟା ନାହିଁ। ତ ସେ ବଟମ କୁଆଡେ ଗଲା? ସେଠୁ ସେ କହିଲେ କାଲି ଯୋଉଟା ଖାଇଥିଲ ସେଇଟା ହଉଛି ସେଇଟା। ତ ସେ ଡକ୍ଟର ବୋଲି ତାଙ୍କୁ ବିଶ୍ୱାସରେ ଦେଇଦେଲେ ବଟମକୁ। ସେ ଖାଇ ଦେଇକି ତାଙ୍କ ମୁଣ୍ଡ ବିନ୍ଧା ଭଲ ହେଇଗଲା, କିନ୍ତୁ ସେଟା ବଟମ ନଥିଲା, ସେଟା ହଉଥିଲା ଗୋଟେ ସେଟା ମେଡିସିନ ନଥିଲା, ସେଟା ହଉଥିଲା ବଟମ। ମାନେ ମୋର କହିବା କଥା କି ଆମେ ଯଦି ବିଶ୍ୱାସ କରିବା ବହୁତ କିଛି କାମ ଆମେ କରିଦେଇ ପାରିବା। ତ ବିଶ୍ୱାସ ଦ୍ୱାରା ଆଜି ସୁକାନ୍ତ ବାବୁ ଜଣେ ପେସେଣ୍ଟକୁ ଅଲରେଡି ସେ ବଡ଼ ବଡ଼ ଡକ୍ଟରଙ୍କ ପାଖରେ ଯାଇକି ଫେଲିଓର ହେଇକି ଆସିଥିଲେ। ଆଜି ଦେଖନ୍ତୁ ସିଏ ବି ସୁସ୍ଥ ହେଇଗଲେ, ବହୁତ ସାରା ଲୋକ ବି ଏମିତି ସୁସ୍ଥ ହେଇଯାଉଛନ୍ତି। ତ ତା ଉପରେ ଆମେ ରିସର୍ଚ୍ଚ କରିବା, ନିଜେ ନିଜେ ବି ଦେଖିବା, ଆଉ ଆମର ୟୁଟ୍ୟୁବ ମାଧ୍ୟମରେ ବି ଦେଖିବା। ହଁ, ତ ସବୁଠୁ ବଡ଼ କଥା ଆଜି 21 ତାରିଖ ହେଇଗଲାଣି, ଆଉ ମାତ୍ର 9 ଦିନ ଅଛି ଏ ମାସରେ। ଏ 9 ଦିନ ଆମର ଆଉ ଯେହେତୁ ୱେବସାଇଟକୁ ଅପଡେଟ୍ କରାହେଉଛି, ତ ସେଥିଲାଗି ଆମ ୱେବସାଇଟ ବି ଠିକ୍ ଭାବରେ କାମ କରିନି। ତ ସେଥିଲାଗି ଆମେ ତା ଭିତରେ ବି ସୁଦ୍ଧା ବିପରୀତ ପରିସ୍ଥିତି ଭିତରେ ବି ଆମେ ଆଗକୁ ବଢ଼ିବା ଶିଖିଛେ। ତ ଯେକୌଣସି ପରିସ୍ଥିତିରେ ଆମ ଟାର୍ଗେଟକୁ ଆମେ ଆଚିଭମେଣ୍ଟ କରିବା ନିହାତି ଜରୁରୀ। ତ ଯଦି ଆମେ ଟାର୍ଗେଟକୁ ଆମେ ଆଚିଭମେଣ୍ଟ କରିଦେଲେ ତାହେଲେ ବହୁତ ବଡ଼ କାମ ଆମେ ହେଇଯାଇ ପାରିବ। ତ ସେଥିଲାଗି ନିଜେ ନିଜର ପ୍ଲାନିଂ କରିବା ନିହାତି ଜରୁରୀ। ଆଉ ତା ଦ୍ୱାରା ଆମେ ଲୋକଙ୍କୁ ଦେଖେଇ ପାରିବା, ଆଗାମୀ ପିଢ଼ିକୁ ଦେଖେଇ ପାରିବା, ଆମେ ଇତିହାସ ବି ଲେଖିପାରିବା ଯେ ଇଏ ଭଳି ପରିସ୍ଥିତି ଥିଲା, ଇଏ ଭଳି ପରିସ୍ଥିତିରେ ମୁଁ ଇଏ ଜାଗାରେ ପହଞ୍ଚିଗଲି। ତ ହଁ, ନା, ଯେତେବେଳେ ଯେକୌଣସି ଜିନିଷ ସହଜରେ ହେଇଯାଉଥିବ ତାକୁ କେହି ପ୍ରଶଂସା କରିବେନି। ସଂଘର୍ଷ ଦ୍ୱାରା ଯୋଉ ଲୋକ ସଫଳତା ପାଇଥାଏ ତ ତାକୁ ହିଁ ପ୍ରଶଂସା ସବୁବେଳେ ମିଳେ। ତ ସେଥିଲାଗି ଆମ ପାଖରେ ଚ୍ୟାଲେଞ୍ଜେସ୍, ଆମର ୱେବସାଇଟ୍ ଠିକ୍ ଭାବରେ ଚାଲିନି, ଆମେ ସବୁ ଠିକ୍ ଭାବରେ ଆମେ ଦେଖିପାରୁନେ। ସେଥିଲାଗି ଆମକୁ ଏ ପ୍ରକାର ପରିସ୍ଥିତିରେ ଟିମ୍ ସହିତ ସମ୍ପର୍କ ରଖିକି ଆମେ ଆଗକୁ ବଢିବା ନିହାତି ଜରୁରୀ। ଆରତି ଅପା କଣ କହୁଥିଲେ? ଆପଣ ହ୍ୟାଣ୍ଡ ରାଇଜ କରୁଛନ୍ତି, କୁହନ୍ତୁ। ମୁଁ କହିଲି ସରି, ମୁଁ ଶୁଣି ପାରିଲିନି ଆପଣଙ୍କ ସେ ଷ୍ଟୋରିଟା। କାହିଁକି ନା ଟୁକୁନା ଭାଇ ଫୋନ କଲା, ସେ ଡିଓ ଆସିଲେଣି, ଅପା ଆସନ୍ତୁ, ତାଙ୍କୁ କାର୍ଡ ଦେବେ, ସେ ପଳେଇବେ 9ଟା। ମୁଁ କହିଲି ହଉ, ମୁଁ 10-20 ମିନିଟ୍ ଛାଡିକି ଯାଉଛି। ଓକେ ଓକେ, ଠିକ ଅଛି, ଆମେ କେତେବେଳେ ଆଉ ସେ ବସିକି ଯୋଉ କଥା ହେଇଯିବା। ଆମ ଯୋଉ ହଲର ମାଲିକ ଯିଏ, ଓକେ ଓକେ, ଠିକ ଅଛି, ବସିକି କଥା ହେଇଯିବା। ଆମେ ତ ରବିବାର ଦିନ ପ୍ଲାନିଂ କରୁଛେ, ସାର୍ ବି ଆସିଲେଣି। ସାର୍, କାର୍ଡଟା ଦେଇ ଆସି। ଓକେ 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 ଓକେ, ସାର୍ ବି ଆସିଲେଣି। ସାର୍, ସାର୍ ଆସନ୍ତୁ, ସାର୍ ନମସ୍କାର। ସାର୍ ନମସ୍କାର। ନମସ୍କାର ନମସ୍କାର। ନମସ୍କାର ନମସ୍କାର, ଜୟ ଆସି। ଆପଣମାନେ ସମସ୍ତେ ଆଜି ଗୁରୁକୁଳକୁ ସବୁ ଲାଷ୍ଟ ପର୍ଯ୍ୟନ୍ତ ଦେଖୁଥିଲେ ନା ସାହୁ ଆଜ୍ଞା ବାବୁ? ଆଜ୍ଞା 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 ଆଜ୍ଞା। ଆଜ୍ଞା। ତ ଗାମା ଅରିଜିନାଲ ଉପରେ ତ ବହୁତ ଭଲ ଭାବେ କହୁଥିଲେ ମ୍ୟାଡାମ, ଇଶା ବଶିଷ୍ଠ ମ୍ୟାଡାମ। ସୁକାନ୍ତ ବାବୁ, ହ୍ୟାଲୋ ସୁକାନ୍ତ ବାବୁ। ସାର୍ ସାର୍ ନମସ୍କାର ସାର୍। ନମସ୍କାର। ଆଚ୍ଛା ଆଚ୍ଛା, ତ ଆଉ ଆପଣ ମାନେ କେତେ ସମୟ ସବୁ ତ ଅପ୍ ଟୁ କେତେ ପର୍ଯ୍ୟନ୍ତ ସବୁ ବସିବେ ନା ବ୍ୟସ୍ତ ସବୁ ଅଛନ୍ତି? ଆରତୀ ମ୍ୟାଡାମ କୁଆଡେ ଯିବେ ବୋଧେ?
ସାର୍ ଆରତି ଅପା ଯିବେ, ସେ ଯୋଉ ହଲ୍ଟା ବୁଝିଛନ୍ତି ସେ ବାବୁ ପଳେଇ ଯାଉଛନ୍ତି, ସେ ଜଣେ ଡିଏଫଓ ଅଛନ୍ତି, ସେ ପଳେଇ ଯିବେ। ଆଉ ବାକି ଏମିତି ସବୁ ଅଛି। ତ ଆମେ ଆମର କାର୍ଯ୍ୟକ୍ରମକୁ ଆଗକୁ ନବା। ଆଉ ମାତ୍ର 9 ଦିନ ରହିଲା। 9 ଦିନରେ ଆମର ଟାର୍ଗେଟ ଯାହା ଅଛି ଆମେ ସେ ଟାର୍ଗେଟକୁ ଆମେ ଆଚିଭମେଣ୍ଟ କରିବା। ତା ସହିତ ଆମେ ଏଇ ଯୋଉ ବିପରୀତ ପରିସ୍ଥିତି ସହିତ ଆମେ ଆଗକୁ ବଢିବା ନିହାତି ଜାଣିବା ଦରକାର, କାରଣ ଆଗାମୀ ପିଢି ଆମଠୁ ଶିଖିବ କଣ। ତ ସେଥିଲାଗି ଆମେ ନିଜ ନିଜର ପ୍ଲାନିଂ ଯାହା ଅଛି ଟିମ୍ ସହିତ ସମ୍ପର୍କ ଦ୍ୱାରା ଏଇସବୁ ହେଇପାରିବ। ହଁ, ଏ କଥା ତ ହବନି କାରଣ ୱେବସାଇଟରେ ଯାହା ନାହିଁ, ମାନେ ବର୍ତ୍ତମାନ ଦେଖା ହଉନି, ଆଗରୁ ଯେମିତି ସୁବିଧାରେ ଦେଖା ହଉଥିଲା, ଯେହେତୁ ଅପଡେଟଟା ହେଇନାହିଁ ତ ସେଥିଲାଗି ଆମେ ଦେଖିପାରୁନେ। କିନ୍ତୁ ଦ୍ଵିତୀୟ କଥା ଚିନ୍ତା କରିବା, ଗୋଟେ ମାଇଣ୍ଡ ତ ଏଇ କଥା କହୁଛି, ଦ୍ଵିତୀୟ କଥା ଚିନ୍ତା କରୁଛି ଯଦି ଆମେ ଆମ ଟିମ୍ ସହିତ ରିଲେସନସିପ ବହୁତ ଭଲ ଅଛି, ଆମେ ତାଙ୍କ ସହିତ ଯଦି ଡିସ୍କସନ କରୁଛେ ସେମାନଙ୍କର ପରଚେଜ ହେଇଛି କି ନାହିଁ, ତାଙ୍କ ଟିମର ଲୋକ ପରଚେଜ କରୁଛନ୍ତି କି ନାହିଁ, ତାକୁ ଯଦି ଆମେ ରିଲେସନସିପକୁ ବହୁତ ବଡ଼ କରିଦେଇ ପାରିବା, ତାହେଲେ ଆମକୁ ଇଏ ୱେବସାଇଟ ଆମର ବାଧକ ହବନି। ତ ଆମେ ବହୁତ ବଡ଼ ପୋଜିସନରେ ବି ଏ ମାସରେ ଯାହା ବି ଟାର୍ଗେଟ ଅଛି ସେ ଟାର୍ଗେଟରେ ବି ଆମେ ପହଞ୍ଚି ଯାଇପାରିବା। ତ କାଲି ଆମେ ଯାଇଥିଲୁ ନେମାଳରେ ସେଠି ବହୁତ ଚାଷୀ ବି ବସିଥିଲେ, କାର୍ତ୍ତିକ ବାବୁ ତାଙ୍କୁ ଡାକିଥିଲେ ସମସ୍ତଙ୍କୁ। ତାଙ୍କୁ ସାହୁ ଭାଇ ବି ଅଲରେଡି ଗୋଟେ ସେଟ୍ ତିଆରି କରିଦେଲେଣି ଜଳ ସଞ୍ଚୟ ଉପରେ ଡେମୋ ଦେଖେଇବା ପାଇଁ। ଦିଟା ଓସାରିଆ ଗ୍ଲାସ, ଦିଟା ଚାମଚ, ତା ଦେହରେ ଗୋଟେ, ହଁ, ସବୁ ଜାଗାରେ ତ ପ୍ରୋଜେକ୍ଟର ନେଇ ହବନି। ତ ସେ ଜାଗାରେ ସିଏ କଣ କରିଛନ୍ତି, ଗୋଟେ ଫାଇଲ ତିଆରି କରିଦେଇଛନ୍ତି, ଯୋଉ ପିଡିଏଫ ଆସି ତା ଫାଇଲ, ତାକୁ ଏମିତି ଓଲଟେଇକି କାଲି ସେଇଆକୁ ଆମେ ଦେଖେଇଲୁ। ଆଉ ଲୋକଙ୍କୁ ବି ଜଳ ସଞ୍ଚୟର ଆବଶ୍ୟକତା ବିଷୟରେ କହିଲୁ। ତ କହିଲା ପରେ କଣ ହେଲା, ଲୋକ ପଜିଟିଭ ବି ହେଇଛନ୍ତି। ଆଉ ଲୋକ ବି କାଲକୁଲେଟ ବି କରିଦଉଛନ୍ତି ଯେ ଗୋଟେ ଗୁଣ୍ଠରେ ଯଦି ପାଣି ଦିଆହଉଛି, ସେ ତାଙ୍କଠୁ ତ ଆମେ ଶିଖିଲୁ ଲୋକଙ୍କଠୁ, ଯେ ଗୋଟେ ଗୁଣ୍ଠରେ ପାଣି ଦେଲା ବେଳକୁ 200 ଟଙ୍କା କେବଳ ସେ ପମ୍ପର ଚାର୍ଜେସ୍ ପଳଉଛି, ତାପରେ ତାଙ୍କର ମଜୁରୀ ଅଛି। ତ ଇଏ ସବୁ ଖର୍ଚ୍ଚ ହେଇଛି, କିନ୍ତୁ ଏଠି ଗୋଟେ ଗୁଣ୍ଠରେ ମାତ୍ର ତ 90 ଟଙ୍କା ମାତ୍ର ଖର୍ଚ୍ଚ ହଉଛି। ତା ସହିତ ଆହୁରି ବେନିଫିଟ ମିଳୁଛି କଣ ନା, ଗୋବରର କାର୍ଯ୍ୟ ବି ସେ କରୁଛି। ଗୋବର ଯେମିତି ଭୁରଭୁରା କରେ ମାଟିଟାକୁ, ସେମିତି ଆମେ ଯେତେବେଳେ ଗୋଳେଇ ଦେଲୁ ସେ ବି ଦେଖିଲୁ ଯେ ସେ ମାଟିଟା, ଥରେ ତ 42 ମସିହାରେ କରିଥିଲୁ ଏଠି ବି, ତ ସେ ମାଟିଟା ଏମିତି, ମାନେ ଯୋଉଟା ଗୋଳା ହେଇନି ସେଟା ବଡ ଅଧିକ ହଉନି, ଇଏ ଏଥିରେ ଅଧିକା ହଉଛି। ଏ ସବୁ ଜିନିଷ ଅଲରେଡି ଆମର ହେଇଗଲାଣି। କେବଳ ଯେ ଆମେ ଜଳ ସଞ୍ଚୟରେ ସ୍ଥିର ରହିଲେ ହବନି, ତ ଆମେ ଜଳ ସଞ୍ଚୟ ବି ସହିତ ଆମେ ଅନ୍ୟାନ୍ୟ ଯାହାବି ଆମର ମେନ୍ ମକସଦ ଗୋଟିଏ ରହୁଛି ଯେ ରୋଗମୁକ୍ତ ଭାରତ କରିବା। ତ ତା ଭିତରେ ସବୁ ଆସିଯାଉଛି। ଆମେ ଗାମା ଅରାଇଜିନଲ ବି ଆସିଯାଉଛି, ନ୍ୟୁଟ୍ରିଚାର୍ଜ ମ୍ୟାନ ବି ଆସିଯାଉଛି, ନ୍ୟୁଟ୍ରିଚାର୍ଜ ଓମେନ୍ ବି ଆସିଯାଉଛି, ଭେଜ ଓମେଗା ଆସିଯାଉଛି, ହରିସଞ୍ଜୀବନୀ ବି ଆସିଯାଉଛି, ଗୁଡଡଟ୍ ବି ଆସିଯାଉଛି। ତ ସବୁ ପ୍ରକାର ଜିନିଷ ସେଇଥିରେ ହିଁ ଆସିଯାଉଛି। ତ ଆମେ ସ୍ୱାସ୍ଥ୍ୟ ରକ୍ଷା ଉପରେ, ଆଜି ଯୋଉ ମେନ୍ ମୁଦ୍ଦା ଥିଲା ଯେ ସ୍ୱାସ୍ଥ୍ୟ ରକ୍ଷା ଉପରେ, ତା ଉପରେ ଯଦି ଆମେ ଚିନ୍ତା କରିବା ହେଇପାରିବ। ଆଉ ମୁଖ୍ୟ ଜିନିଷ ହଉଛି ଯେ ଆମେ ନିଜକୁ ନିଜେ ଯେମିତିକି ଆବିଷ୍କାରକ ହବା ନିହାତି ଜରୁରୀ। ମାନେ ଚିନ୍ତା କରିବା ଯେ ଏ କର୍ମ ଯୋଉ ଆମେ ଯୋଉ କାମ କରିବାକୁ ଆସିଛେ, ତା ଭିତରେ ଆ, ଆହୁରି ଭଲ ଭଲ କଣ ହେଇପାରିବ। ଗୁରୁକୁଳ ତ ସେଇଥିପାଇଁ ହେଇଛି, ଯେ ଗୁରୁକୁଳଟା ହେଇଛି ଏଇଥିପାଇଁ ଆବିଷ୍କାର ହବା ପାଇଁ। ଓକେ ସାର୍, ଆଜି ତ ସମସ୍ତେ ବିଜି ଅଛନ୍ତି, ଆଜି ଆମେ ଏଇଠି ରଖିବା, ପୁଣି କାଲି ଆମେ ସକାଳୁ ଦେଖାହବା। ହଁ ହଁ ହଁ, ଓକେ ଥ୍ୟାଙ୍କ ଓକେ, ସମସ୍ତଙ୍କୁ ନମସ୍କାର, ଜୟ ଆରସିଏମ୍। ଆଜିର କାମକୁ ବହୁତ ବଢିଆ ଭାବରେ କରିବା, ଆଜି ଦିନଟା ବହୁତ ଭଲରେ କଟିବ। ଆଉ ଆଜି ମାନେ ଯେମିତିକି କୁହାଯାଏ ଯେ ବଡ ବଡ ଲୋକମାନେ କହନ୍ତି ଯେ 100 ଲୋକଙ୍କ 100 ବର୍ଷ ଲୋକଙ୍କ ହୃଦୟରେ ରହିବା ପାଇଁ 100 ବର୍ଷ ବଞ୍ଚିବା ଦରକାର ନାହିଁ। ଗୋଟେ ଦିନରେ ଏମିତି କିଛି କାମ କରିକି ଦେଖେଇଦବା ଯେମିତି ଲୋକଙ୍କ ହୃଦୟରେ ଶହ ଶହ ବର୍ଷ ଆମେ ରହିପାରିବା। ଆଜି ହେଉଛି ସେଇଦିନ, ଆମେ କରିକି ଦେଖେଇବା। ନମସ୍କାର। ଥ୍ୟାଙ୍କ ୟୁ। ଆଜ୍ଞା। ନମସ୍କାର।